କ୍ରିକେଟ ଦୁନିଆରେ ଆସିଲା ଏକ ବଡ଼ ଖବର। ବର୍ତ୍ତମାନ ଆଇପିଏଲ୍ ତଥା ଇଣ୍ଡିଆନ୍ ପ୍ରିମିୟର ଲିଗ୍ 2024ର 17ତମ ସଂସ୍କରଣ ଭାରତୀୟ ମାଟିରେ ଖେଳାଯାଉଥିବା ଗତକାଲି ଏହି ଟୁର୍ଣ୍ଣାମେଣ୍ଟର 38ତମ ମ୍ୟାଚ୍। ଆଇପିଏଲ୍ର ଦୁଇଟି ସଫଳତମ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ମଧ୍ୟରେ ଏକ ରୋମାଞ୍ଚକ ଟି20 ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ 9ଟା ୱିକେଟରେ ପରାସ୍ତ କରି ଚଳିତ ଆଇପିଏଲ୍ ସିଜନର 7ତମ ମ୍ୟାଚ୍ ଜିତିଥିବା ବେଳେ ଅନ୍ୟପଟରେ ଏହି ମ୍ୟାଚ୍ରେ ଦେଖିବାକୁ ମିଳିଥିଲା ଏକ ଆଶ୍ଚର୍ଯ୍ୟ ଦୃଶ୍ୟ। ରୋମାଞ୍ଚକ ମ୍ୟାଚ୍ରେ ଭାରତର ଟି20 ଟିମ୍ର ଦୁଇଟି ଓପନର ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଓ ୟଶସ୍ୱୀ ଜୟସ୍ୱାଲ ମୁହାଁମୁହିଁ ହୋଇଥିଲେ। ମ୍ୟାଚ୍ରେ ରୋହିତ ଶର୍ମା ମାତ୍ର 6 ରନ୍ କରି ଆଉଟ୍ ହୋଇଥିବା ବେଳେ ଅନ୍ୟପଟରେ ୟଶସ୍ୱୀ ଜୟସ୍ୱାଲ 104 ରନ୍ର ଅପରାଜିତ ଶତକ ଇନିଂସ ଖେଳି ରାଜସ୍ଥାନକୁ ମ୍ୟାଚ୍ ଜିତିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତେବେ ଚାଲନ୍ତୁ ଜାଣିବା ରାଜସ୍ଥାନ ଓ ମୁମ୍ବାଇ ମଧ୍ୟରେ ହୋଇଥିବା ସମ୍ପୂର୍ଣ୍ଣ ଖବର ବିଷୟରେ। ସୂଚନା ଅନୁଯାୟୀ ରାଜସ୍ଥାନ ଇନିଂସର 14ତମ ଓଭରରେ ୟଶସ୍ୱୀ ଜୟସ୍ୱାଲ ବ୍ୟାଟିଂ କରୁଥିବା ବେଳେ ବୋଲିଂ କରିବାକୁ ଆସିଥିଲେ ମୁମ୍ବାଇ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା। ପାଣ୍ଡ୍ୟା ଏହି ଓଭରର ଦ୍ୱିତୀୟ ବଲଟି ଏକ ସର୍ଟ ବଲ୍ ପକାଇଥିବା ବେଳେ ବଲଟି ହ୍ୱାଇଟ୍ ନଥିବା ବେଳେ ଅମ୍ପାୟାର ଏଟାକୁ ହ୍ୱାଇଟ୍ ଘୋଷଣା କରିଥିଲେ। ମୁମ୍ବାଇର ସମସ୍ତ ଖେଳାଳି ଅମ୍ପାୟାର ଉପରେ ରାଗି ଯାଇ ଅମ୍ପାୟାରଙ୍କ ସହ ଯୁକ୍ତି କରିବାର ଆରମ୍ଭ କରିଥିଲେ। ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଏହି ଭିଡିଓ ଆପଣଙ୍କୁ ପସନ୍ଦ ଲାଗିଥିଲା